ମାନେ ଭାବି ପାରୁନି ଯେ ଆଉ ଭିଡ଼ିଓ ବନେଇବି କି ବନେଇବିନି। ବହୁତ ପ୍ରକାର ମାନେ ଯେଉଁ ଭଳିଆ କମେଣ୍ଟ ବି ଆସିଛି, ସେଇସବୁ ଇ ଭିତ୍ତିରେ ଦେଖିବାକୁ ଗଲେ ଭାବି ପାରୁନି କ'ଣ କଲେ ଠିକ୍ ହେବ। ତ ତାଙ୍କରି କଥାରେ ମୁଁ ମାନେ ବହୁତ ମୋଟିଭେଟ୍ ହେଉଥିଲି। ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। କେମିତି ଅଛନ୍ତି ସମସ୍ତେ? ସାଙ୍ଗମାନେ ଆଜି ମଙ୍ଗଳବାର, ଲାଷ୍ଟ 2 ଦିନ ମୁଁ ଲଗ୍ଇନ୍ କରିନି। ଶନି ଦିନ ତ ଚମ୍ପିଆନ୍ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଥିଲା, ସେଇ ସବୁ ଲଗ୍ଇନ୍ କରିନି। ଆଉ ଗତକାଲି ମୋର ସେ ଛୋଟ ଗାଡ଼ିଟା ମାନେ ଅଲ୍ଟୋ K10 ଯେଉଁଟା, ସେଟାର ଅଚାନକ ଗାଡ଼ି ରାସ୍ତାରେ ଇସ୍ୟୁ ଦେଖାଦେଲା। ତାକୁ ପୁଣି ନେଇକି ମେକାନିକକୁ ଦେଖେଇଲି। ସେ କ୍ଲଚ୍ ପ୍ଲେଟ୍ ହେରିକା ଚେଞ୍ଜ ହେଲା। ଆପଣ ଯଦି ୟା ପୂର୍ବ ଭିଡ଼ିଓଟାକୁ ଦେଖିଛନ୍ତି ତାହେଲେ ନିହାତି ଜାଣିଥିବେ କେତେ ଟଙ୍କା କ'ଣ ଖର୍ଚ୍ଚ ହେଲା ଆଉ କ'ଣ ସବୁ ଚେଞ୍ଜ ହେଇଛି। ସେ ଛାଡ଼ନ୍ତୁ ସେ ସବୁ କଥା। ତ ବର୍ତ୍ତମାନ ଆଜି ମଙ୍ଗଳବାର, ମୁଁ ସକାଳେ ଲଗ୍ଇନ୍ କରିଥିଲି 8টাରେ। ଆଉ ବେପାର କଥା ଯଦି କହିବା, ଲଗ୍ଇନ୍ କରୁ କରୁ ଗୋଟେ ଯାଇଥିଲି ମୁଁ ଖୋର୍ଦ୍ଧାରୁ ସାଙ୍ଗେ ସାଙ୍ଗେ ରିଟର୍ନ ବାଜିଥିଲା। ଆସିଥିଲି ଆପଣଙ୍କର ପଟିଆରେ, ଦୁଇଟା ମିଶିକି ହେଇଥିଲା ଟଙ୍କା 1100। ଆଉ ତାପରେ ବସିଲି ଯେ ଆଉ ବୁକିଂ ବାଜିଲାନି। ତାପରେ ସେଇ 1 ପାଖାପାଖି 1 ବାଜିଲା, ଝାରପଡ଼ା ଜଗନ୍ନାଥ ନଗର। ମୁଁ ଜଗନ୍ନାଥଙ୍କୁ ଛାଡ଼ି ଦେଇକି ଘରେ ପଳେଇଥିଲି ଖାଇବାକୁ। ଘରେ ଖାଇସାରିକି ବର୍ତ୍ତମାନ ଟାଇମ୍ ହେଲାଣି କେତେ, 4ଟା, ମାନେ ସେ 3ଟା ପାଖାପାଖି ପୁଣି ଲଗ୍ଇନ୍ କରିଥିଲି। ଆଉ ସେଠୁ ବାଜିଲା 1, ନେଇକି ଯାଇଥିଲି ଆପଣଙ୍କର ୟୁନିଟ୍ 4 ଭୂମାନଗର ଡାଲମା ହୋଟେଲରେ ଛାଡ଼ିଲି କଷ୍ଟମରକୁ। ଆଉ ଡାଲମା ହୋଟେଲରୁ ପୁଣି ନେଇକି ଆସିଲି ଏବେ ଏସ୍ପ୍ଲାନେଟ୍। ଆଉ ଟାଇମ୍ ବର୍ତ୍ତମାନ 4ଟା, ତ 4ଟା ଉପରେ ହେଲାଣି। ତ ବେପାର ତ ଟୋଟାଲ୍ ହେଇଛି 1550 ଟଙ୍କା। ଆଜିର ଭିଡ଼ିଓ କେଉଁ ଟପିକ୍ରେ ସେଟା ତ ଟାଇଟଲ୍ ଦେଖିକି ଆପଣ ଜାଣିଯାଇଥିବେ। ତ ପ୍ରଥମେ ତ ମୁଁ ଧନ୍ୟବାଦ ଦେବି, ବହୁତ ଭାଇମାନେ ଅଛନ୍ତି ବହୁତ ସପୋର୍ଟ କରୁଛନ୍ତି ମୋତେ। ମାନେ ଲାଷ୍ଟ ଗୋଟିଏ ଭିଡ଼ିଓ ମାନେ ବହୁତ ପରିମାଣରେ ଭଲ ପାଇବା ଦେଇଛନ୍ତି ଆପଣମାନେ। ମୁଁ କେବେ ଭାବିନଥିଲି ମୋ ଭିଡ଼ିଓ ଏତେ ଜଲ୍ଦି ଆପଣମାନେ ଏତେ ଭାଇରାଲ୍ ବି କରିଦେବେ। ଭାଇରାଲ୍ ତ ନୁହଁ, ଯାହା ବି ଯେତିକି ବି ଭ୍ୟୁଜ୍ ଆସିଛି, ଯାହା ବି ହେଇଛି, ବହୁତ ବହୁତ ଧନ୍ୟବାଦ। ଆପଣମାନେ ଯାହା ବି ଯେତିକି କରୁଛନ୍ତି, ବହୁତ ଭାଷାରେ ମୁଁ ଆପଣମାନଙ୍କୁ କହିପାରିବିନି ଯେତିକି କରିଛନ୍ତି। ଆଉ ବହୁତ ଭାଇମାନେ ମଧ୍ୟ କମେଣ୍ଟ ଦେଉଛନ୍ତି, କମେଣ୍ଟରେ ସଜେସନ୍ କରୁଛନ୍ତି, ଭାଇ ଏମିତି ଭିଡ଼ିଓ କରନ୍ତୁ, ଆଉ ଆପଣଙ୍କର ଏଇଆ କଲେ ଠିକ୍ ହେଇଥାନ୍ତା। ତା ଛଡ଼ା ମୁଁ ଯେହେତୁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଉପରେ ଭିଡ଼ିଓଟା ପକେଇଥିଲି, ଯେଉଁଟାକି ମାନେ ମୁଁ ଫସିଥିଲି, କେମିତି କ'ଣ ମୋ ଖର୍ଚ୍ଚ ହେଇଥିଲା ମୁଁ ଜାଣିପାରିନଥିଲି। ତ ସେଇ ଟପିକ୍ରେ ପକେଇଥିଲି। ତ ବହୁତ ଭାଇମାନେ ବି ମୋତେ ସଜେସନ୍ କରିଛନ୍ତି ସେଇ ଟପିକ୍ ଉପରେ, ଯେ ଭାଇ ତମର ଏମିତି କରିବାର ଥିଲା, ଏଇଆ କାହିଁ କଲ, କାହିଁ ସେକେଣ୍ଡ ହ୍ୟାଣ୍ଡ କିଣିଲ, ସେଇ EMIରେ ଯଦି ନେଲ ଇଏ କଲ। ତ ସେ ଯାହା ବି ହଉ ସେମାନଙ୍କୁ ବହୁତ ବହୁତ ଅସଂଖ୍ୟ ଧନ୍ୟବାଦ। ତା ଛଡ଼ା ବହୁତ ଭାଇମାନେ ଅଛନ୍ତି ମାନେ ବହୁତ ନେଗେଟିଭ୍ କମେଣ୍ଟ ଦେଉଛନ୍ତି। ଆକ୍ଚୁଆଲି ମୁଁ ସେଇ ମାଇଣ୍ଡର ପିଲା ନୁହଁ। ମୁଁ କାହାକୁ ଗୋଟେ କଥା କିଛି କହିବାକୁ ଗଲେ 2 ଥର 3 ଥର 4 ଥର ମୋତେ ଭାବିବାକୁ ପଡ଼େ, ଆକ୍ଚୁଆଲି ଯେଉଁଟା ରିଏଲ୍ କଥା। ମୁଁ କେବେ କାହାକୁ ଗୋଟେ କଥା କହିବି ତା ପୂର୍ବରୁ ଭାବିବି ଥରେ ଯେ ଆକ୍ଚୁଆଲି ମୁଁ ତାଙ୍କୁ ଏଇ କଥାଟା କହିବି, ତାଙ୍କୁ ଠିକ୍ ଲାଗିବ କି ନାହିଁ। ଆଉ ଯଦି ଭିଡ଼ିଓ ଅପଲୋଡ଼ କଥା ହବା, ଯେଉଁଟାକି ମୋ ସାଙ୍ଗେ ରିଏଲ୍ ଘଟିଛି, ମୁଁ ଭୋଗି ସାରିଛି। ଆଉ ଭୋଗି ସାରିଛି କ'ଣ, ଏବେ ବି ଭୋଗୁଛି ରେଗୁଲାର ବେସିକ୍ରେ। ଆଜି ଏଇଆ କାଲି ସେ ଏମିତି ଚାଲିଛି। ତ ମୋତେ ଲାଗିଲା ବହୁତ ଭାଇମାନେ ଏବେ ଅଛନ୍ତି ଯେଉଁମାନେ କି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ନେବା ପାଇଁ ଚାହୁଁଛନ୍ତି। ହୁଏତ ଇଏ ନୁହଁ ଯେ ମୁଁ କହୁନି ଯେ ସବୁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଆପଣଙ୍କ ଖରାପ ପଡ଼ିବ। ହୁଏତ ମୁଁ ଯେଉଁଟା ନେଇଛି ଖରାପ ପଡ଼ିଲା, କି ମୋ ଭଳିଆ ଅଲଗା ଭାଇମାନେ ବି ନେଇକି ହଇରାଣ ବି ହେଇଛନ୍ତି। ପୁଣି ବହୁତ ଭାଇମାନେ ଅଛନ୍ତି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ନେଇକି ସେମାନେ ସକ୍ସେସ୍ ହେଇଛନ୍ତି, କିଛି ଅସୁବିଧା ହେଇନି ତାଙ୍କର। ତ ବହୁତ ଭାଇମାନେ କମେଣ୍ଟ ବହୁତ ନେଗେଟିଭ୍ କମେଣ୍ଟ ଦେଇଛନ୍ତି। ନେଗେଟିଭ୍ କମେଣ୍ଟ ମାନେ ବହୁତ, ମାନେ ମୁଁ ତ ଆଉ କହିପାରୁନି ଆକ୍ଚୁଆଲି ଭିଡ଼ିଓରେ ପବ୍ଲିକାଲି। ମୋର ୟୁଟ୍ୟୁବରେ ଆସିବାର ମେନ୍ ରିଜନ୍ କ'ଣ ନା, ଫାଷ୍ଟ ତ ଆପଣମାନେ ସମସ୍ତେ ଜାଣିଛନ୍ତି ମୁଁ କୋରିଅରରେ କାମ କରୁଥିଲି। ତ ଯେତେବେଳେ କୋରିଅରରେ ଟାଇମିଂ ସହ ସେ XYZ ଯାହା ବି ହଉ, ମାନେ ଯେଉଁଥିପାଇଁ ମୁଁ ଆଉ କୋରିଅରରେ କାମ କଲିନି, ଛାଡ଼ିକି କ୍ୟାବ୍ ଲାଇନ୍ରେ ପଶିଲି। ତ କ୍ୟାବ୍ ଲାଇନ୍ରେ ପଶିବା ପରେ ଏମିତି ନର୍ମାଲ୍ ଟାଇମ୍ ଯେତେବେଳେ ବୁକିଂ ବାଜେ ତ ଠିକ୍ ଅଛି, ଯେତେବେଳେ ବୁକିଂ ନ ବାଜେ 1-2 ଘଣ୍ଟା ଆପଣଙ୍କର ବସେଇ ଦିଏ। ଯେତେବେଳେ ବସେଇ ଦେଲା ତ ସେ ମୋବାଇଲ, ଫେସବୁକ୍, ଭଲ ମନ୍ଦ ଇଏ ୟୁଟ୍ୟୁବ୍ ଭିଡ଼ିଓ ଦେଖୁ ଦେଖୁ MB ଏମିତିରେ ପଳାଏ, ଲାଷ୍ଟ ସଞ୍ଜ ବେଳକୁ MB ହିଁ ବଞ୍ଚେନି। ତ ଯେଉଁ ଭଳିଆ ସିଚୁଏସନ୍ ହୁଏ, ତ ଏମିତି କେତେ ବୋରିଂ ହେବି, ବସି ବସି ବିରକ୍ତ ଲାଗୁଥିଲା। ତାପରେ ମୋ ସାଙ୍ଗ ଜଣ ମୋତେ ସଜେସନ୍ ଦେଲା, ତୁ ଯେଉଁ ଟାଇମ୍ରେ ବସୁଛୁ ସେଇ ଟାଇମ୍ରେ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରୁନୁ, ୟୁଟ୍ୟୁବ୍ ଭିଡ଼ିଓ ବନଉନୁ। ତ ମୁଁ ଭାବିଲି ସିଏ ବି ଠିକ୍ କଥା। ଆଉ ୟୁଟ୍ୟୁବରେ ଭିଡ଼ିଓ ବନେଇବି, କେଉଁ ଟପିକ୍ରେ ବନେଇବି। ତାପରେ ଭାବିଲି ରେଗୁଲାର ବେସିକ୍ ଯେଉଁ
କ୍ୟାବ୍ ଲାଇନ୍ରେ ଯେ କେତେବେଳେ କ'ଣ ବେପାର ହେଉଛି ଭଲ ମନ୍ଦ ଡିଟେଲ୍ ସବୁ ଭିଡ଼ିଓ ଅପଲୋଡ଼ କରିବି। ତାପରେ ସେମିତି ଚାଲିଲା କିଛି ଦିନ ମାନେ ନୂଆ ତ ଏମିତିରେ ଯାହା ହେଲେ ବି ଗଡ଼ବଡ଼ ହେବ, କେମିତି କ'ଣ ଭିଡ଼ିଓ ଏଡ଼ିଟ୍ କରିବି। ତାପରେ ଯାହା ହଉ ଟିକେ ଅଧା ଯେମିତି ବି ଆସୁଛି, ଆପଣ ତ ଦେଖୁଛନ୍ତି ଭିଡ଼ିଓ, ଯେମିତି ବି ଆସେ ଭିଡ଼ିଓ ଏଡ଼ିଟିଂ କରିବା, ଟିକେ ଅଧା ଯେମିତି ଯାହା ହେଉଛି ମୁଁ କରୁଥିଲି। ତ ବହୁତ ଭାଇମାନେ କମେଣ୍ଟ ବକ୍ସରେ ଯେଉଁ ସବୁ କମେଣ୍ଟ କରୁଥିଲେ ଯେ ଏମିତିଆ କଲେ ଭଲ ହେବ, ସେମିତି ମୁଁ ବି ତାଙ୍କ କଥା ଶୁଣିକି ସେମିତି କରିବା ପାଇଁ ଟ୍ରାଏ କରେ। ଆଉ ତାଙ୍କ କମେଣ୍ଟରେ କିମ୍ବା ମୋ ସାଙ୍ଗ ବି ଯିଏ ମୋତେ କହିଥିଲେ ଆକ୍ଚୁଆଲି ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିବା ପାଇଁ, ତାଙ୍କ କଥାରେ ଏବଂ ଆପଣମାନେ ଯେଉଁ କମେଣ୍ଟ ଦେଉଥିଲେ ସେ କମେଣ୍ଟ ମୁଁ ବହୁତ ମୋଟିଭେଟ୍ ହେଉଥିଲି। ଆଉ ସେ ନର୍ମାଲି କହୁଥିଲେ ଯେ ଏମିତିରେ ଭ୍ୟୁଜ୍ ଆସୁନି ତ କ'ଣ ହେଉଛି, ଧୀରେ ଧୀରେ ତୋର ଭ୍ୟୁଜ୍ ଆସିବା ଷ୍ଟାର୍ଟ ହେବ, ସବସ୍କ୍ରାଇବର ଧୀରେ ଧୀରେ ବଢ଼ିବ। ତ ସେଇ ହିସାବରେ ମୁଁ ଭିଡ଼ିଓ ପକେଇ ଚାଲୁଥିଲି। ହେଲେ ଯେଉଁ ଭଳିଆ କମେଣ୍ଟ ବର୍ତ୍ତମାନ ଆସୁଛି, ମାନେ ମୋଟିଭେଟ୍ ଜାଗାରେ ବହୁତ ଡିମୋଟିଭେଟ୍ ହେଇଯାଉଛି। ମୁଁ ଭାବୁଛି ଭିଡ଼ିଓ ଅପଲୋଡ଼ କରିବିନି। ବର୍ତ୍ତମାନ ମାନେ ଏମିତିଆ ଲାଗୁଛି, ମୁଁ ଜାଣିନି ଆକ୍ଚୁଆଲି ସମସ୍ତଙ୍କର ଏମିତି ହୁଏ କି ନାହିଁ। କାହାର ଧରନ୍ତୁ ନେଗେଟିଭ୍ କମେଣ୍ଟ ଆସେ, ପଜିଟିଭ୍ ସହ ନେଗେଟିଭ୍ କମେଣ୍ଟ ଆସେ କି ନାହିଁ, ମୁଁ ତ ଏତେ ବି ଦେଖିନି କାହାର କମେଣ୍ଟ ବକ୍ସ ଖୋଲିକି ବି ଚେକ୍ କରନା ଯେ ଏତେ ପଜିଟିଭ୍ କମେଣ୍ଟ ଅଛି, ଏତେ ନେଗେଟିଭ୍ କମେଣ୍ଟ ଅଛି। ତ ଯେହେତୁ ମୁଁ ଆରମ୍ଭ ଜଷ୍ଟ ଆପଣମାନେ ଜାଣିଥିବେ ଏଇ 3-4 ମାସ ଭିତରେ ହେବ ମୁଁ ଜଷ୍ଟ ଆରମ୍ଭ କଲେ ଏବେ। ତ ମୁଁ ଜାଣିଛି ନର୍ମାଲି ଭିଡ଼ିଓ ଅପଲୋଡ଼ କଲେ ଯଦି ମୋ କଣ୍ଟେଣ୍ଟ ସେମିତି ଦେଖିଲା ଭଳିଆ ଥିବ, ଲୋକମାନେ ଯାହାହେଲେ ବି ଦେଖିବେ, ଆଉ ସେମାନେ ଭଲ ମନ୍ଦ କମେଣ୍ଟ ବି ଦେବେ। ତ ଭଲ ମନ୍ଦ କମେଣ୍ଟ ମାନେ ଯେ ଏମିତିଆ ମନ୍ଦ କମେଣ୍ଟ ମୁଁ ଜାଣିନଥିଲି। ସେ ଯାହା ବି ହଉ, ଆଉ ଗୋଟେ ଜିନିଷ ହେଲା ଯେଉଁ କମେଣ୍ଟରେ ଆପଣମାନେ ପଚାରୁଛନ୍ତି ଯେ କେଉଁ ସୋରୁମ୍ରୁ ଭାଇ ଗାଡ଼ି ନେଇଥିଲେ, ତ ମୁଁ ସରି ସେଇଥିପାଇଁ ମୁଁ ପବ୍ଲିକାଲି ସେଇଟା କହିପାରିବିନି ଆକ୍ଚୁଆଲି ମୁଁ କେଉଁ ସୋରୁମ୍ରୁ ନେଇଥିଲି ଗାଡ଼ି। କାହିଁକି ନା ମାନେ ଜଣଙ୍କର ସୋରୁମ୍ ନାଁରେ ଏମିତି କହିବା ବି ଠିକ୍ ନୁହଁ। ହୁଏତ ମୋର ଭୁଲ ଥିଲା, ମୁଁ ଠିକ୍ସେ ଚେକ୍ କରିକି ନେଇପାରିନି ଗାଡ଼ି। ସେ ତ ମୋତେ ବାଧ୍ୟ କରିନଥିଲା ଯେ ଏଇ ଗାଡ଼ି ହିଁ ତୁମେ ନିଅ, ମୁଁ ମୋର ଭାବିଲି ଭଲ ପଡ଼ିବ। ତା ଛଡ଼ା ମୁଁ ମେକାନିକ୍ ବି ନେଇକି ଯାଇଥିଲି, ସେଥିପାଇଁ ପବ୍ଲିକାଲି କହିହେବନି ଆକ୍ଚୁଆଲି କେଉଁ ସୋରୁମ୍ରୁ ମୁଁ ଗାଡ଼ି ନେଇଥିଲି ବୋଲି। ନିଜେ ଭାବି ପାରୁନି ମୁଁ ଆଉ ଭିଡ଼ିଓ ଅପଲୋଡ଼ କରିବି ନା କରିବିନି। ଓଲା ଉବେର ଡେଲି ଅର୍ଣ୍ଣିଂ ବିଷୟରେ କିମ୍ବା ମାନେ ପ୍ରାଇଭେଟ୍ ଯେଉଁ ଗାଡ଼ି କିଣିକି ମୁଁ କେମିତି କ'ଣ ଫସିଲି, ଗାଡ଼ି ଏକ୍ସଟ୍ରା ଯାହା ବି ଭିଡ଼ିଓ ହଉ, ତ ୟୁଟ୍ୟୁବରେ ମୁଁ ରହିବି ନା ବନ୍ଦ କରିଦେବି, ମୁଁ କିଛି ଡିସାଇଡ଼୍ କରିପାରୁନି। କାହିଁକିନା ମାନେ ଗୋଟେ କଥା କ'ଣ, ମୁଁ କାହାକୁ କିଛି କହିବାକୁ ଡରେ, କାଳେ ସେ ମୁଁ ଗୋଟେ କହିଲେ ସେ ଦୁଇଟା କହିଦେବ ବୋଲିକି। ତ ସେଇ ହିସାବରେ ମୁଁ ରହିଯାଏ, ସେ କେହି ଗୋଟେ କଥା କହିଲେ ଚୁପ୍ ହେଇକି ରହିଯାଏ। ତ ଏବେ ତ ଦେଖୁଛି କଣ୍ଟିନ୍ୟୁ କିଏ କ'ଣ କହି ଯାଉଛନ୍ତି କମେଣ୍ଟ ବକ୍ସରେ, ତା'ର ଠିକ୍ ନାହିଁ। ତ ଆକ୍ଚୁଆଲି ମୋର ୟୁଟ୍ୟୁବରେ ରହିବା ଠିକ୍ ହେବ କି ନ ରହିବା ହିଁ ଠିକ୍ ହେବ, ସେଟା ମୁଁ ତ ଆକ୍ଚୁଆଲି ଜାଣିପାରୁନି। ତ ଯେଉଁମାନେ ବି ମୋତେ ଦେଖୁଛନ୍ତି, ମୋ ଭିଡ଼ିଓ ରେଗୁଲାର ଦେଖୁଛନ୍ତି, ଦୟାକରି କମେଣ୍ଟରେ ଜଣାନ୍ତୁ ଆକ୍ଚୁଆଲି ମୁଁ ୟୁଟ୍ୟୁବରେ ଆଉ ରହିବି କି ବନ୍ଦ କରିଦେବି। ଆଜିର ଭିଡ଼ିଓଟି ଏତିକି। ତ ମୋର କ'ଣ କରିବା ଠିକ୍ ହେବ, ଦୟାକରି ଆପଣମାନେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଜି ପାଇଁ ରହିଲି, ନମସ୍କାର, ଜୟ ଜଗନ୍ନାଥ।